बोल आनंदी एक बार हरि आजिर गम्मा पूर्णिमा राक्षी पूर्णिमा कहती जहाँ मोर सिद्धेश्वर बाबा कहले ये गो पूर्णिमा आज दिन प्रभु बलराम गोसाई जन्म होते गाई गोठे जन्म होते रोहिणी हूँ तर माँ रोहिणी ना गोटे गाईर ना भी अच्छी रोहिणी नंद गोठे रोहिणी बोली गोटे गाई भी थिला केतेक कहती गाई ठू जन्म ना गाई ठू जन्म रोहिणी वसुदेवंकर जन स्त्री थिला से कंस भय तड़ा खाई आसला जहाँ नंद ताकू तान दे गाई गोष्ठ भितर रोहिणी लुचिकी थिला से रोहिणी ठार बलराम गोसाई जन्म जेहेतु गाई गोठे जन्म होते तेणु गोमाता को सम्मान देवा ये हूँ आम कर्तव्य हिंदू मान कर्तव्य आज दिन में गोटे प्रोग्राम मोर था काली जन फोन करते आम गो उत्सव करूँ आपण आसवे मुझे ठीक कहीपरि प्रभुंर मुह मारी आज भी ठीक आसीपार न था प्रभुर इच्छा ये आसे ना ना जगन्नाथ हाथ खंडिया गोड़ खंडिया किए कर पकेला जड़े महाराणा गढ़ुला ना ना से महाराणा अधा रखीदेला प्रभुर इच्छा आम धर व्यक्तिगत हिसाब से पूजा कर व्यक्तिगत हिसाब से एत बड़ ठाकुर कौटी ना सी निजस्व खर्चर हो जहाँ हो बड़ बड़ जगन्नाथ बड़ बड़ सुभद्रा बलभद्र ये तीन वर्ष भी रखी पाखे बहुत श्रद्धा आम प्रथम देखी से जो अवहेलित अवस्था थे 5 वर्ष आगुरी जो अवहेलित अवस्था ठाकुर थे से थे मत देखते मुझे बापा ये सब भल जिते बड़ ठाकुर को रखिकी रखी ता झुटे भी बहुत भल हाँ प्रथम जो वर्ष आसी मुझे मारी भागवत पढ़ुचु ना हाँ मोर मन अच्छी 15 अध्याय बुझे आज गाँव भागवत अपार करुणा जगन्नाथ बाबांकर करुणा ठीक सुभाष जहाँ ठीक छुआ जाए से जगह रहीगला बहुत आनंद एक बार तार छुआर ज्वाइंट समुद्र तथा सब परिवार प्रभु जगन्नाथ मंगल करतु बहुत आनंद एक बार आज ये जो पाखे मोर बस सिद्धेश्वर मुझा कौन जानी जिते भागवत प्रचार समिति ओडिशा गठन है मात्र 4टा जिला को लेकर गठित होता
ମୋର ଆଗକୁ ଯିବାର ବାଟ ପଥ ପ୍ରଦର୍ଶକ ହେଉଛନ୍ତି ସିଦ୍ଧେଶ୍ୱର ନାୟକ। ସେ ଯୁଆଡ଼େ ଯାଆନ୍ତି ପାଲା କରିବା ପାଇଁ ହୁଳହୁଳି ପକାନ୍ତୁ। କାହିଁକି ନା ପ୍ରଭୁ ଯେ ଆମର ଆରାଧ୍ୟ ଦେବତା ଭଗବାନ କୃଷ୍ଣ ସେ ବେଶୀ ମା ମାନଙ୍କୁ ଭଲ ପାଆନ୍ତି, ହୁଳହୁଳିକି ମଧ୍ୟ ଭଲ ପାଆନ୍ତି। ହରିବୋଲ ଆଉ ହୁଳହୁଳି ଭିତରେ ଯଦି ତୁଳନା କରିବା, ହରିବୋଲ ଦାମ 10 ଟଙ୍କା ହେଲେ 1000 ଟଙ୍କା ହୁଳହୁଳିର ଦାମ ଆହୁରି ବେଶୀ ହବ। କାରଣ ତାଙ୍କର 1000 ଟଙ୍କା ନା ଆପଣଙ୍କ ଘରକୁ ଯେତେବେଳେ ଜଣେ ବ୍ରାହ୍ମଣ ଆସୁଛି କିଛି ଶୁଭ କର୍ମ କରିବା ପାଇଁ, ସେ କାହିଁ ଡାକୁଛି ଯେ ମାରେ ଟିକେ ହୁଳହୁଳି ପକେଇଲେ ମୁଁ କର୍ମ ଆରମ୍ଭ କରିବି? କାହିଁ ସେ କହୁଛି ହରିବୋଲ ପକେଇ ମୁଁ କର୍ମ ଆରମ୍ଭ କରିବି? ବ୍ରାହ୍ମଣଟା ପୁରୁଷ ନା ମହିଳା? ଭଗବାନ ସେଇଥିପାଇଁ ମା ମାନଙ୍କୁ ଭଲ ପାଇଲେ, ତାଙ୍କ ହୁଳହୁଳି କି ଭଲ ପାଇଲେ ନା ନାଇଁ? ମାନେ ଭଗବାନ କୃଷ୍ଣ ଜନ୍ମ ହୋଇଛନ୍ତି ଯେ ତ ବିଧିର ବିଧାନ ଆଜି ଯାହା ଦେଖୁଛେ ଆମେ ସାରା ଓଡ଼ିଶା ବୁଲୁଥାଏ। ଭାଗବତର ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟର ଗୋଟିଏ ଧାଡ଼ି ଅଛି ଯେ ଆମ୍ଭର ପୂର୍ବ ପୁଣ୍ୟ ବଳେ ସଂଘ ହୋଇଲୁ କୁମ୍ଭ ମେଳ। ଏହିସବୁ ଆଲୋଚନା ତାକୁ ଆହୁରି ଗଭୀରକୁ ପଶିବାକୁ ଗଲେ ବହୁତ ସୁନ୍ଦର କଥା ବାହାରିବ। କାହିଁକିନା କହିଲେ ବକ୍ତା ଅନେକ ଅଛନ୍ତି, ସମୁଦ୍ରୀ ଡାକିଛନ୍ତି ସମୁଦ୍ରୀ କହି, ଆଉ ଗାୟକ ପ୍ରତିଭା ଅଛନ୍ତି ପାଖରେ, ସେ ଅନର୍ଗ ବକ୍ତବ୍ୟ ରଖିବେ। ତେଣୁ ସମୟ କମ୍। ଏସବୁ ବିଧିର ବିଧାନ ଆମେ ନିଜେ ନିଜକୁ ଜାଣିପାରୁନଥାଏ। ଶୁଣ ସକଳ ମୁନିଜନ ହରିଚରିତ ସାବଧାନ। ସତ୍ୟ ଯୁଗରୁ ଯେଉଁମାନେ ହିଁ ପ୍ରଭୁଙ୍କୁ ଆରାଧନା କରୁଥିଲେ ସେଇ ଲୋକ ଗଡ଼ି ଗଡ଼ି ଚାଲିଛନ୍ତି। ଯେ ଆମର ଆଜି ଯେ ତମର ଭେଟ ହେଲା, ମୁଁ ତମକୁ ଦେଖିଲି, ତମେ ଆମକୁ ଦେଖିଲ, ଯାହା ବି ନୁହଁ, ପ୍ରତି ଜନ୍ମରେ ଏସବୁ ଚାଲିଛି ଯେଉଁଟାକି ଆମେ ଜାଣିପାରୁନଥିଲୁ। ସେଇ ସତ୍ୟ ଯୁଗର ମୁନି ଋଷିମାନେ ଗଡ଼ି ଗଡ଼ି ଚାଲିଛନ୍ତି। ଦ୍ୱାପର ଯୁଗରେ ଗୋପୀ ହେଲେ। ଆମେ କ'ଣ ଆମ ନିଜ କଥା ଚିନ୍ତା କର। ଭଗବାନଙ୍କର ସେଇ ଅପାର କରୁଣା ନଥିଲେ, ଆମେ ସେଇ ଲୋକ ନ ହୋଇଥିଲେ ଆମେ ଏଇ ଜାଗାକୁ ଆସିନଥିଲୁ। ସିଦ୍ଧେଶ୍ୱର କହିଲେ ଆମେ କିଛି ଜାଣିନୁ, ନବଦାମୁଖରୁ କିଛି ଜାଣିନୁ। ମାନେ ସକାଳେ ମୋତେ କହିଲେ କ'ଣ ଆଉ କରିବି, ସବୁବେଳେ ତ ଏଠିକି ଯା ସେଠିକି ଯା ସେଠିକି ଯା ସେଠିକି ଯା ଚାଲିଛି, ଆଉ ବା କ'ଣ କରିଥାନ୍ତ? ତମେ ପରିବାର ଚଳଉଥିଲ, ପୁଅ ଚାକିରି କଲେ ପଇସା ଦେଲେ ଚଳିଲ, ସହଜେ ପ୍ରଭୁ ତମର ପେନ୍ସନ୍ ବି ରଖିଛନ୍ତି ନା ନାଇଁ? ଯଦି ଦୈନିକ ଏମିତି ଗୋଟାଏ ଦୁଇଟା ଜାଗାରେ ଆମେ ହରି କଥା ଆଲୋଚନା କଲେ ଆଠୁ ବଡ଼ ଭାଗ୍ୟ ଆଉ ବା କ'ଣ ଥାଇପାରେ? ନା, ନାମର ମହିମା ଏତେ, ନାମ ମାତ୍ରକେ ପାପ ନାଶେ ଅନ୍ତେ ବୈକୁଣ୍ଠ ପୁରେ ବସେ। ଆମେ ଯଦି ସୁଭାଷ ମହାରଣା ଏହି କାର୍ଯ୍ୟକ୍ରମ ନ କରିଥାନ୍ତା, ସିଦ୍ଧେଶ୍ୱର ବା ଆମକୁ ଡାକି ନଥାନ୍ତେ, ଆମେ ବି କେଉଁଠି କ'ଣ କେଉଁ କାମରେ ଲାଗି ରହିଥାନ୍ତେ, ପ୍ରଭୁଙ୍କ ନାମ ଟିକେ ଆମ କାନରେ ବାଜି ନଥାନ୍ତା, କି ପ୍ରଭୁଙ୍କ କଥା ଆମ ପାଟିରେ ପଶି ନଥାନ୍ତା। ବିଧିର ବିଧାନ ଯାହା ଅଛି ତାହା ହେଉଛି। ବର୍ତ୍ତମାନ 14 ଦ୍ୱାର 4 ଦ୍ୱାର ଖୋଲା ଏଇ ଜାଗାରେ। ଏ ଜାଗାଟା ବି କମ୍ କଥା ନୁହଁ, କମ୍ ଜାଗା ନୁହଁ। ଯେମିତି ପଞ୍ଚକୋଟି ଭିତରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ଭାଗ୍ୟବାନ, ଏ 14 ଦ୍ୱାର ଭିତରେ ଯିଏ ଜନ୍ମ ହୋଇଛନ୍ତି ସେମାନେ ବି ଭାଗ୍ୟବାନ। ଯେଉଁ ଲୋକ ଆଗକୁ ହେଇକରି ମୁଁ ସଭାପତି ହେଲେ, ସେ ଉପସଭାପତି ରାଜ୍ୟ କମିଟିରେ ଅଛନ୍ତି, ସେ ବି 14 ଦ୍ୱାର ମାଟିକି ଉଠା ପକା କରୁଛନ୍ତି। ଆଜି ଏ ଗାଁରେ ନାମ ସଂକୀର୍ତ୍ତନ, କାଲି ସେଠି ନାମ ସଂକୀର୍ତ୍ତନ, ଏଠି ସତ୍ସଙ୍ଗ ଚାଲିଛି ନା ନାଇଁ? ଯାହା ହଉ ତାଙ୍କ ଦୟାରୁ ବର୍ତ୍ତମାନ ଆମର 26ଟା ଜିଲ୍ଲାରେ ଭାଗବତ କାର୍ଯ୍ୟକ୍ରମ ଚାଲିଲାଣି। ଦୁନିଆରେ କିଛି ନାହିଁ। ଆମେ ଯେଉଁ ଧନ ପାଇଁ ବ୍ୟସ୍ତ ହଉ, କାହିଁ ଆମେ ମରିଗଲେ ସେ ଧନକୁ ନବ କିଏ? ଭୋଗିବ କିଏ? ପୁଅ ଭୋଗିବ କି ବୋହୂ ଭୋଗିବ? ସେ 5 କୋଟି ଟଙ୍କା ଥିଲେ ସେଇ ପୁଅ ଭୋଗିବ, ସମ୍ପତ୍ତି ଥିଲେ ପୁଅ ଭୋଗିବ, ଯାହା କଲେ ବି ସେଇ ପୁଅ ଭୋଗିବ। ଏଇ ଯେଉଁ କର୍ମ ବର୍ତ୍ତମାନ ଚାଲିଛି, ଏ କର୍ମକୁ କେହି ନେବେନି। ଏ କର୍ମଟା କେବଳ ନିଜ ପାଇଁ। ଆମେ ଏତେ ଅଜ୍ଞାନ ହେଇଛେ, ଯେଉଁ କର୍ମଟା ଆମ ପାଇଁ ଦାୟୀ ଆମେ ନିଜେ ଭୋଗିବା, ତା ପାଇଁ ଆମେ
ତତ୍ପର ନୁହଁ, ଯାହାକୁ ପର ଭୋଜିବେ ତା ପାଇଁ ତତ୍ପର ହେଉଥାଏ। ଯାହା ହଉ ଭଗବାନଙ୍କର କରୁଣା ନ ହୋଇଥିଲେ ଆଜି ଆମେ ଏଇ କାମ କରିନଥାନ୍ତେ, ଇଏ ଭେଟ ବି ହେଇନଥାନ୍ତେ। ଯାହା ହଉ ଆମେ ଯେଉଁ ଭାଗବତକୁ ଆରାଧ୍ୟ ଦେବତା ବୋଲି ଭାବିଛେ, ଇଏ ଭାଗବତ ବହି ନୁହଁ, ଭାଗବତ ଏକ ଗ୍ରନ୍ଥ ବି ନୁହଁ। କାହିଁକିନା ଯେତେବେଳେ ଶୁଦ୍ଧ ସୌନକ ଋଷିମାନେ ବିଚାର କରୁଛନ୍ତି, ସତ୍ୟଯୁଗ ଗଲା, ତପସ୍ୟା ଥିଲା, ତ୍ରେତୟା ଗଲା, ଯଜ୍ଞକର୍ମ ଥିଲା, ଦ୍ୱାପର ଗଲା, ପୂଜାକର୍ମ ଥିଲା। କଳିଯୁଗରେ କ'ଣ ହବ? କଳିଯୁଗ ଗୋଟେ ଏଇଭଳି ଯୁଗ ଆସିବ, ଏଇ ସମୟ ଆସିବ, ସେମାନେ ବିଚାର କରୁଛନ୍ତି ଅଳ୍ପ ଆୟୁଷ ପରିମାଣ। ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ହେବେ, ପରର ଅନିଷ୍ଟ ଚିନ୍ତା କରିବେ, ମନ୍ଦମତି ସବୁ ହେବେ, ବେଦ ବଚନକୁ ମାନିବେ। ଏଇଭଳିଆ ଗୋଟେ ଯୁଗ ଆସିବ। ହେ ସୂତ ମହାମୁନି, ଏମାନେ କ'ଣ ମୁକ୍ତି ହେଇପାରିବେ? ଯେମିତି ଆମର 6ଟା ସମ୍ବାଦ ଅଛି ଏକା ସ୍କନ୍ଧର ପ୍ରଥମରୁ। ପ୍ରଥମ ସ୍କନ୍ଧର ପ୍ରଥମରେ 6ଟା ପ୍ରଶ୍ନ ବି ଅଛି। ନାଇଁ, 6ଟା ପ୍ରଶ୍ନ ସୂତ ସୌନକ ମୁନିମାନେ, ସୌନକ ଇତ୍ୟାଦି ମୁନିମାନେ ସୂତ ଋଷିଙ୍କୁ ପଚାରୁଛନ୍ତି। ଶେଷ ପ୍ରଶ୍ନଟି ହେଉଛି, କଳିଯୁଗ ଯେତେବେଳେ ଆସିବ ଏମାନେ କ'ଣ ପାର ଉଦ୍ଧାର ହେଇପାରିବନି? ଦ୍ୱାପର ଯୁଗ ଶେଷ ହେଇଯିବ, ପ୍ରଭୁ ବିଦାୟ ନେଇକି ଯୋଉଠୁ ଆସିଲେ ସେଇଠି ଲେଖା ଅଛି ଭାଗବତରେ, ଏ କଳିଯୁଗେ ଯେତେ ନରେ ପଡ଼ିବେ ଘୋର ଅନ୍ଧକାରେ, ତାହାଙ୍କୁ ତପନ ଉଦିତ ଭାବେ ହୋଇବ ଭାଗବତ। ପ୍ରଭୁ ସିନା ଚାଲିଯିବେ, ହେଲେ ପ୍ରଭୁ ସ୍ୱୟଂ ଭାଗବତ ସ୍ୱରୂପରେ କଳିଯୁଗ ପାଇଁ ଅବଦାନ କରିବେ। ଆମେ ଭାଗବତଙ୍କ ପାଖରେ ଶରଣ ପଶିଛୁ ମାନେ ପ୍ରଭୁ କୃଷ୍ଣଙ୍କ ପାଖରେ ଶରଣ ପଶିଛୁ। ପ୍ରଭୁ ଆମର ଯିଏ ଆରାଧ୍ୟ ଦେବତା ପ୍ରଭୁ ଭଗବାନ କୃଷ୍ଣ ବାସୁଦେବ, ତାଙ୍କର ଇଷ୍ଟ ହେଉଛନ୍ତି ଗାଈ। ସେ ଗୋ ସେବା କରୁଥିଲେ, ନା ଗାଈର ପାଦ ଧୂଳି ଟିକେ ମୁଣ୍ଡରେ ଲଗାଉଥିଲେ। ଯଦି ଲାଞ୍ଚର ଟିକେ ଆଣିକି ଢାଳିଦେବ ତାହେଲେ ସବୁର ପବିତ୍ର। ଆଜି ଯଦି ଆମେ ଅମୃତ ବୋଲି କାହାକୁ ଜାଣୁଥାଏ, ଆମେ ତ ଦେଖିଲେ କି ଜାଣିଲେ ପାଞ୍ଚଟି ଜିନିଷ ମିଶିକିରି ଗୋଟେ ପଞ୍ଚାମୃତ ହବ। ସେ ପଞ୍ଚାମୃତରେ ଗାଈର 3ଟା, କ୍ଷୀର, ଦହି, ଘିଅ, ଆଉ 2ଟି ବାହାରୁ ଆସେ, ଗଣ୍ଡା ଆଉ ମହୁ। ପଞ୍ଚଗବ୍ୟ ବି ଦରକାର ହେଉଛି। ପଞ୍ଚଗବ୍ୟ ନହେଲେ ହବନି, ଗୋମୂତ୍ର ନହେଲେ ହବନି। ଇଏ ଏତେ ଆମକୁ ସାହାଯ୍ୟ ସହଯୋଗ କରୁଛନ୍ତି ଭଗବାନ କୃଷ୍ଣଙ୍କର ଆରାଧ୍ୟ ଗୋମାତା। ଯେତେବେଳେ ନନ୍ଦ ଇନ୍ଦ୍ର ମହୋତ୍ସବ କରିବା ପାଇଁ ବାହାରିଲେ, ସେତେବେଳେ ଭଗବାନ କୃଷ୍ଣ ତାଙ୍କ ବାପାଙ୍କୁ କହିଲେ, ନାଇଁ ଇଏ ଆମ ଗାଈ ଯେଉଁଠି ବଞ୍ଚିଛନ୍ତି ତାହାର ସେବା ନ କରିକି ଇନ୍ଦ୍ରର ସେବା କ'ଣ କରିବେ? ଗୋବର୍ଦ୍ଧନ ପାହାଡ଼ରେ ଯେଉଁ ଗାଈମାନେ ଚରୁଛନ୍ତି, ଗାଈମାନଙ୍କ ସନ୍ତୁଷ୍ଟ କରିବା ପାଇଁ ଆମେ ଗୋବର୍ଦ୍ଧନ ପୂଜା କରିବା। ଗୋବର୍ଦ୍ଧନ ସନ୍ତୁଷ୍ଟ ହେଲେ ଆମ ଗାଈମାନଙ୍କର ଖାଦ୍ୟ ଅଶେଷ ହେବ, ଆମ ଗାଈମାନେ ବଢ଼ିବେ ନା ନାହିଁ। ତେଣୁ ସେଠି ଇନ୍ଦ୍ର ପୂଜା ନ କରିକି ଗୋବର୍ଦ୍ଧନ ପୂଜା କରିଥିଲେ ଭଗବାନ କୃଷ୍ଣ। ତେଣୁ ଯେଉଁ ଗୋମାତାର ସେବା କରାହେଲା, ଆଜି ଗାଈର ସେବା କରାଗଲା, ପ୍ରାୟ ପ୍ରତ୍ୟେକ ଘରେ ଘରେ ଗାଈଙ୍କର ସେବା କରାହେଉଛି। ଏମିତି କରାଯାଉ। ହେଲେ ଗୋଟାଏ ପରିବର୍ତ୍ତନ ଦେଖାଦେଇଛି। ଦେଶୀ ଗାଈ ଆଉ ଜର୍ସି ଗାଈ ଭିତରେ ଫରକ ରହୁଛି। ବିଜ୍ଞାନ ସମ୍ମତ ପରୀକ୍ଷା ବି ସରିଲାଣି। ଯାହା ହଉ, ଗାଈ ତ ଆଉ କ'ଣ, ଆଜି ସୁଭାଷ ତାର ଶ୍ରଦ୍ଧା ହିସାବରେ ଆଜି ଗୋମାତାଙ୍କର ସେବା କରୁଛନ୍ତି। ଭଗବାନ କୃଷ୍ଣଙ୍କୁ ଝୁଲଣରେ ଝୁଲଉଛି ନା ନାହିଁ। ଆମେ ସମସ୍ତେ, ମୁଁ ଅନ୍ୟ କଥା କିଛି କହିବି, ଯାହା କହିଲେ ଆମେ କିଛି ଜାଣିବୁ। ଭାଗବତରେ କେଉଁଠି ଲେଖା ହେଇନି ଜାଣିବା କଥା, ସବୁବେଳେ କୁହାହେଇଛି ଶୁଣ। ଶୁଣି ସଂସାର ତର ପ୍ରାଣୀ, ଜାଣି ସଂସାର ତର ପ୍ରାଣୀ କେଉଁଠି ଲେଖାଯାଇ ନାହିଁ। ଜାଣୁ ନଜାଣୁ ମମୋହିମା ଭଜନ୍ତି ଭଗତ ଉତ୍ତମ। ସେ ଭକ୍ତଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଉତ୍ତମ ଭକ୍ତ। ତାଙ୍କର ଜାଣିବା ନ ଜାଣିବା ଦରକାର ନାହିଁ, କେବଳ ଭଗବାନଙ୍କ ନିକଟରେ ସମର୍ପିତ ହେଇଯାନ୍ତି, ଏତିକି, ଆଉ କିଛି ନାହିଁ ନା ନାହିଁ। ଆଉ ତାଙ୍କ ପାଇଁ ମୂଳ କାରଣ ହେଉଛି ଗୋରୁ। ସମର୍ପି ଦେଲି ପାଇଲି ସରବ
বুঝান বোঝ হে গুরুদেব সমর্পিতে পাইলি সর্ব ভগবানଙ୍କୁ ପାଇବା ପାଇଁ କିଛି ଯନ୍ତ୍ର ମନ୍ତ୍ର ପୂଜା ଆରାଧନା କିଛି ଦରକାର ସମର୍ପିତ ହୋଇଥିବା ସବୁଠାରୁ ଶ୍ରେଷ୍ଠ ଯେ ପର୍ଯ୍ୟନ୍ତ କେହି ସମର୍ପିତ ନ ହୋଇଛି ଯେତେ ଜ୍ଞାନୀ ହଉ ଯେତେ ମୋଟା ମାଳିକ ହଉ ଯେତେ ମୋଟା ତିଳକ ମୁଣ୍ଡରେ ହଉ ଲାଭ କିଛି ନାହିଁ। ଯଦି ଆମେ ଟିକେ ସମର୍ପିତ ହୋଇଯାଉଛେ ମାନେ ଉଦ୍ଧବ ଭାଷାରେ ଭଗବାନ କହି ମୁଁ ଯାଉଛି ଜଳେ ଦ୍ୱାରକା ନାଶ ଯିବ ମୋର ନିବାସ ମାତ୍ର ସବୁ ତୁ ଏ ଜାଗା ଛାଡ଼ିକି ପଳା ଜାଣେ ଆଜ୍ଞା ସେଇଠି ମୋତେ କ'ଣ ଘଣ୍ଟେଇକି ପଠଉଛୁ ସେଇ ଜାଗାକୁ ନା ତୋତେ ନ ଦେଖି ନଡ଼ କରି ଜୀବନ ନ କରି ଆଜ୍ଞା ଏତିକି ପଠକ ତୋତେ ନ ଦେଖି ନଡ଼ କରି ଆମେ ଯଦି ଏହିପରି ହିସାବରେ ସମର୍ପିତ ହେଇଯିବା ଭଗବାନ କହିଲେ ମୋର ଭକତ ମୋର ମିତ୍ର ସେ କରେ ଜଗତ ପବିତ୍ର ଆପରି ଖାଇ ଚାଲିତ ସେ ତାର ଚରଣରେ ଭକ୍ତ ରହିଲେ ଉପାୟ ପାଇଁ ମୁଁ ତା ଜାଣିପାର ଯିଏ ମୋର ଭକ୍ତ ହବ ତାକୁ କିଛି ଦୀପକ କରିବ ନା ମୁଁ ଏତିକି କରିବି ତୁରସ୍ତ ନିବେଦନ କରି ଏଇ ଗ୍ରାମ କାର୍ଯ୍ୟ କଲି ସିଦ୍ଧେଶ୍ୱର ବାବା ଆପଣମାନେ ତାଙ୍କୁ ସହଯୋଗ କରୁଛନ୍ତି ଚୌଧରେ ଖୁବ୍ ଜୋରସୋର ସବୁଆଡ଼େ ଚାଲିଛି ଯେମିତି ଚାଲିଥାଉ ମା ବି ବାପା ବି କିଛି ନାହିଁ କଥା ତ କହିଲେ ଅନେକ କଥା ଅଛି କିନ୍ତୁ ଏତିକି ଦିନମାନ ଆମେ ସଂସାରୀ ଲୋକ ସଂସାର କର୍ମ କରିବା ସନ୍ଧ୍ୟାବେଳେ ଗୋଟାଏ ଜାଗାରେ ବସି କରିବା ଯାହାକୁ ଆମେ କହୁଛେ ଭାଗବତ କହୁ ଅଧ୍ୟାୟ କେହି ଜଣେ କହିବ ଆଉ ଆମେମାନେ ଟିକେ ଶୁଣିବା ନିର୍ମଳ ଭାଗବତ ବାଣୀ ଶୁଣି ସଂସାର ତର ମୁଁ ଆଜି ଯାହା ଭାବୁଛି ମୁଁ ଏଇ ଝିଅଟି କଥା ଭାବୁଛି ମୁଁ ତା ନାଁ ଠିକ୍ ସେ ଜାଣିନି ନମିତା ହଁ ସେ ଯେଉଁଟା କୌଶଳ କର ବାବା ଟିକେ ଆସୁନା ଭାବୁଛି ମୁଁ କହିଲି ଆଜି ତା ପାଖରେ ତ ନମ୍ବର ତା ନମ୍ବର ମୋ ପାଖରେ ନାହିଁ କି ମୋ ନମ୍ବର ନାହିଁ ମୁଁ କହିଲେ ସିଦ୍ଧେଶ୍ୱର ଟିକେ ତା ନମ୍ବର ଦେଲେ ଏବେ ଦେବୁ ସନ୍ଧ୍ୟାବେଳକୁ ଯିବା ସେଠି ତାଙ୍କ ଗହଣରେ ଟିକେ ବସିକି ଯାହା ପ୍ରଭୁ ଚାଷୀଟା ଦେଖା ଦେଇଛି ପୁଣି ଆଉ ଗୋଟେ ପ୍ରୋଗ୍ରାମ୍ ଅଛି ମୁଁ ଏତିକି କହିକି ମୋର ବାଣୀକୁ ବିଶ୍ରାମ ଦେଉଛି ଆମେ ସମସ୍ତେ ଏହି କାମ କରୁ ଆଜ୍ଞା ଦିନମାନ ସଂସାର ପାଇଁ କର୍ମ କରିବା ବା ଏ ଜୀବ ପାଇଁ କର୍ମ କରିବା ସନ୍ଧ୍ୟାବେଳେ ଟିକେ ହେଲେ ଅଧ୍ୟାୟ ଭାଗବତ ପଢ଼ିକି କର୍ମ ପାଇଁ କାମ କରିବା ଗୋଟେ ଜୀବ ସେବା ଗୋଟିଏ କର୍ମ ସେବା ଓ ଆନନ୍ଦ ଏକ ବାଟ